ଜଣେ ଯେତେବେଳେ କୌଣସି ବିପଦରେ ପଡ଼େ ତେବେ ସେ ସେତେବେଳେ କ'ଣ କରିବା ଉଚିତ? ଏପରି ବିପଦରୁ ରକ୍ଷା ପାଇବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ? ଏନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଦିଷ୍ଟ କଥା କହିଛନ୍ତି। ତାହା ହେଲେ ବିପଦକୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ। କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରକୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ପାଇଁ ଜଣେ ବ୍ୟକ୍ତିଙ୍କ କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଞ୍ଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ ଯଦି ଆବଶ୍ୟକ ପଡ଼େ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂସାରିତ ତ୍ୟାଗ କରିବାକୁ ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ ପତ୍ନୀଙ୍କୁ ମଧ୍ୟ ତ୍ୟାଗ କରିଦେବାକୁ ପଛାଇବେ ନାହିଁ। ଯଦି କୌଣସି ରୋଜଗାର ପାଇଁ ଘରର ସମ୍ପଦ ଓ ପତ୍ନୀଙ୍କଠାରେ ଦୂରତା ଆବଶ୍ୟକ ଥାଏ ତେବେ ତାହା କରିପାରନ୍ତି। ଅନେକ ଧନ ଏବଂ ପତ୍ନୀ ମୁହଁରେ ପଡ଼ି କିଛି କରନ୍ତି ନାହିଁ, ହେଲେ ସେମାନେ ଭବିଷ୍ୟତରେ ନିଜକୁ ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳି ପାରନ୍ତି ନାହିଁ। ଚାଣକ୍ୟ ଆହୁରି ମଧ୍ୟ କହିଛନ୍ତି ଯେ ଧନ ସଞ୍ଚୟ ମଧ୍ୟ ଏକ କାଠିକର ବେପାର, କାରଣ ଲକ୍ଷ୍ମୀ ଚଳଚଞ୍ଚଳା, ତାହା ଯେମିତି ଆସେ ସେମିତି ଚାଲିଯାଏ। ସେଥିପାଇଁ ବୁଦ୍ଧିମାନ ଲୋକ ଧନକୁ ଠିକ୍ ଭାବରେ ସଞ୍ଚୟ କରି ରଖିପାରିଥାଏ। ତେବେ ହେଲେ ସମସ୍ତେ ତାହା କରିପାରନ୍ତି ନାହିଁ।